ମାଙ୍କ ନାମରେ ପ୍ରଖ୍ୟାତ ସମ୍ବଲପୁର ମନ୍ଦିର। ପ୍ରକୃତିର ଅପରୂପ ସୁଷମାର ଭଣ୍ଡାର ଅଟେ ସମ୍ବଲପୁର। ଚୌହାନ ବଂଶର ବଳରାମ ଦେବ ଥିଲେ ଏହାର ନୃପବର। ଧନୁର୍ଦ୍ଧର ବୀର ଦିନେ ଯାଆନ୍ତେ ମୃଗା ବିନୋଦେ ଏକ ଅଚମ୍ବିତ କଥା ଦୁଷ୍ଟପଟେ ହେଲେ ଅବଗତ। କୁକୁରଙ୍କୁ ସାଙ୍ଗେ ଧରି ରାଜଦଳେ କରିବାକୁ ଶିକାର, ମାତ୍ର ମହାନଦୀ କୂଳେ ଘଟିଲା ଏକ ବଡ଼ ଚମତ୍କାର। ଦେଖିଲେ ରାଜନ ତାଙ୍କ କୁକୁରକୁ ବୁଲାଉଛି ଗୋଟେ ଶାସନ। ଦେଖି ଏହା ଆଚମ୍ବିତ ଦୃଶ୍ୟ ରାଜା ହେଲେ ହତବାକ। ମହାନଦୀ ବାବଦରେ ଥିଲା ଏକ ଶିମିଳିରେ ବୃକ୍ଷ। ବୃକ୍ଷ ମୂଳେ ଅକସ୍ମାତ୍ ଶଶକ ହେଲେ ଅନ୍ତର୍ଧ୍ୟାନ। ଦେଖି ଚିନ୍ତାମଗ୍ନ ରାଜା ଶିରକୁ କଲେ ପ୍ରସ୍ଥାନ। ନିଦ୍ରା କାଳେ ଦେଖି ରାଜା ଏକ ଅଦ୍ଭୁତ ସ୍ୱପ୍ନ। ଉଜାଗର ହୋଇ ରାଜା ବସିଲେ ତୁରନ୍ତ। ଦେବୀ ସମଲେଶ୍ୱରୀ ସପନ କହିଲେ, ନଦୀ ବକ୍ଷେ ରହିଅଛି ଭୂମଦ୍ୱାର, ରହୁଛି ମୁନି ଏବେ ତାହାରି ମଧ୍ୟ। ଶିମିଳି ବୃକ୍ଷ ମୂଳେ ମୋତେ କରଜି ସ୍ଥାପନ, ଏଥିପାଇଁ ମନ୍ଦିର ନିର୍ମାଣ କରାହେଲା ଯେ। ସ୍ୱପ୍ନାବେଶ ଦେଇ ଦେବୀ ଅନ୍ତର୍ଧ୍ୟାନ ହେଲେ। ନିଦ୍ରା ତେଜି ଦେବୀଙ୍କୁ ଯେ ଭାଳିଲେ ରାଜନ। ଶିମିଳି ବୃକ୍ଷ ମୂଳେ ରାଜା